पखाड़ भात को चिंगड़ी कषा पियाज कंचा लंका लुण खाई देचु माँ झील बाप पूरा पेट शांति रे आ बापा को भी डाकी देछि खाइते दे देकी आमे बर्तमान गोटे जगह को जीपू आ ये गेटअपटा पूरा चेंज देखो सांग मैंने चिंगड़ी नहीं कि चिंगड़ीटा बंची मरी जाइए किसी किसी बंचिले अच्छा डेऊला डेऊनी कह देख निश्चक हलौच से चल चिंगड़ी खेल दिए रोसे करवा देखो आ जन को मु रोसे कर सारे ना खाली खाली अल्प टिके अच्छी सी केमती आसिक हो देखो एपटे टिके एपटू टे अनानी नु केते गोटे चंदर टीका लगे सी आज थाउ कुटी भांगी जीव सब देखो मोर चिंगड़ी ये मुझे छड़ा छड़े धोई दाइक रोसे कर सारे सरला हेलो हाय जय जगन्नाथ सांग मैंने चलतु आज ब्लॉग टी को स्टार्ट करवा मो ब्लॉग को आपण मानक स्वागत जनाऊँगी एवं आम पूरा रेडी हो सारूँ जीवु एवं आम घर को डाकी नया वर्ष से तार मन दुख से स्वेटर पिंधबनी तो जबरदस्त पिंधे माने घर भितर ठंडा लगुनि बाहर गले ठंडा लगे सी किंतु कौच मु पिंधबनी चलतु जावा कौन हो घरे देखा आपण मानक आसिक आम घरे पहुँचेचु मो माँ मैं कानफुल पिंधिक आई माँ को कि कानफुल पिंधु चलतु भितर के जा से सब पलि आगर दौड़ी ये बाड़ हेरमी चाबी पकई आम गछ पतर फिर आम आसमु कहीं ना तो खड़ा करी तार के नहीं चलतु भाज की कुर्सी देखिया भाउजंकर बर्तमान रोषे चलती माछ रही गोटे चिकेन मसला कषा चलती तुम मुख बदनटा टिके एपटे देखे दिंत आज्ञा चलते ऊपर को जा छुआ किए कर पलि आस दौड़ी बाबार पाउच चढ़ा फेला भारी कष्ट तार सब काट दे ना आग को जारी रुहतु देखिए बहुत मजादार हबार अच्छी निहाती भाव कौच फास्ट रु शेष पर्यंत देखापी मिठा नहीं आसती माँ क्षीर नीर सब दौर बटन सब तरह भर्ती मिठा अच्छे से आसी काम लगे हाँ आज देख हाँ धूली पड़ी हो देखो सांग मैंने आम 3 जन बस बड़ रोषिया मांस कषा चली देखो ए मांस कषा चलती छोट रोषिया मैंने सब पलैले माँ पछाड़े ठिया सब माने बराती करमी कौन रोषे डब्बा मुंडी बर्तमान पूरा खाइबार व्यस्त ये बसिक नना ये खाऊ छुआ ये बस खाऊ भूक नहीं चले सब खाई ना समस्ते यहाँ खाइबार व्यस्त भाउज ये बढ़ा बढ़ी कले भोक भी जोर से लगे कारण 1 बजे घर तो लेट रे खाऊँ किंतु एठी बेसी बस छुआ छाड़ी जाइए छुआ खाइया किए खाइया माँ मैंने बस खाई बस बस खाइते
ଭୋକ ନାଇଲାଣି। ଚାଲନ୍ତୁ ସାଙ୍ଗମାନେ, ମୁଁ ଖୁଡ଼ି ଘର ଟିକେ ହେଇକି ବୁଲିକି ପଳେଇ ଆସେ। ଆସିନା ପଳେଇମି ତ ଆଉ ଟିକେକୁ, ଟିକେ ବୁଲି ପଡ଼ିକି ପଳେଇବା। ଏଇଟା ତାଙ୍କ ଘର, ମୁଁ ବ୍ୟାକ୍ କରି ଦେଖାଉଛି। ତାଙ୍କର ଗ୍ରିଲ୍ ବି ଦିଆହେଇଛି। ମୁଁ ଡାକେ ଖୁଡ଼ି ଘରକୁ ଆସିଛି ବୁଲିବା ପାଇଁ। ଆଉ ବୁଲିବା ପାଇଁ ଆସୁ। ଆଉ ଝିଲି ଆଇଛି, ମାନେ ଭଉଣୀ, ତାକୁ ତ ଦେଖିଥିବେ ଆଗରୁ ରିଲ୍ସରେ ବ୍ଲଗ୍ରେ। ଆଉ ସେ ଆସିଛି, ତାଙ୍କ ଲାଉ ହେଇଛି ନା, କହୁଛି ରହିଥା ମୁଁ ଲାଉ କାଟିଦେବି ନେଇକି ଯିବି। ମରିବୁଲ ପଡ଼ିକି କେରକମ ଯାଉଛି କୋଉ ବାଟେ ପଶିକି। ଅନାନିଲ ଦେଖିକି ଯାହେଲ। ଯିବୁ କେମିତି? ଏ ମତେ କଷି ଏଡେ ବଡ଼ ନାଉଟେ ଦେବ, ଏଟା କଅଁଳି ନା ବୁଢ଼ା ନା? ମୁଁ ନେମିନି, ନେମି ଯଦି ନେଇକି ଖାଲି ଫିଙ୍ଗିବା କଥା ନା, ଖାଇଏନି କେହି। ଆଉ ଦେଖ ଆମ ଏଇ ଛାତରୁ ଆର ଛାତ ହେଠି ଆମ ଘର। ଯେଉଁ ଲୁଗା ଶୁଖୁଛି ସେଟା ନୁହଁ, ଏ ଯେଉଁ କୁଠାଟା ଟିକେ ଖାଲି ହାଲକା ଦେଖାଉଛି ସେଇଟା। ଆଉ ଜଣକୁ ଦେଖନ୍ତୁ କେମିତି ଚଚଡ଼ିଆ ଗଲାଣି। ଏବେ ଲାଉ ସେ କାଟି ସାରିଲାଣି, ବାସ୍ ଚଲେଇଛି ଚଚର। ଲାଉଟା କେତେ ସମୟ ଲାଗୁଛି କେମିତି ଦେବୁ? ବାସ୍। ହେ ତୁ ସେ ଗୋଟାଏ ତାକୁ ପଳେଇ ଆସିଲୁ ନେଇକି। ନା ନା ବାବା, ମୁଁ କ୍ୟାଚ୍ ଫ୍ୟାଚ୍ ଧରିପାରିବିନି। ସେଇଠି ବସି ଖସିରି, ଆଉ ନହେଲେ ଡାଳ ଛିଡ଼ିଯିବ। ମୁଁ ଯାଇପାରିବିନି। ମତେ ବାବା ମତେ ଡର ମାଣ୍ଡିବ, ତୋର ନାଉ ଦାନେ ଦେ ତଳକୁ ଫିଙ୍ଗି ଦେ ପଛେ, ତାର ଫାଟିଗଲେ ଜ୍ୱର ପୁରେଇକି ନେଇଯିବି। ସେଇଠି ଓହ୍ଲେଇ ଦଉ, ଖସେଇ ଦଉନୁ, ସେଇ ତଳେ ଆସିକି ରହିଯାଉ। ରହିଥା ର ଦେଖିବା। ଦେଖନ୍ତୁ ଫ୍ରେଣ୍ଡ, ସେଇ ଯେଉଁ ଭାଉଜ ଛିଡ଼ା ହେଇଛି ସେଠି, ଗଲା ଏବେ ପାଣି ଧରିକି। ଆଉ ସେଇଟା ଘର, ସେଠୁ ମୁଁ ଏଠିକି ଆସିଛି ଖୁଡ଼ି ଘରକୁ। ଦେଖନ୍ତୁ ଏଠି ଆମ ଝିଅ କେତେ ଲଗେଇଛି ସବୁ ପରିବା। ଫୁଲକୋବି ଗଛ ବି ଲଗେଇଛୁ। ଦେଖନ୍ତୁ କଷି ପୁରା ଛୋଟ ଟିକେ ଫୁଲକୋବି ହେଇଛି। ଉପରେ ଛିଡ଼ା ହେଇଛି ନା, ଜୁମ୍ କରିକି ଦେଖଉଛି। ଯୋଉ ମୂଳା ଗଛ ବୋଧେ। ସେଇ ତ ମୂଳା ଶାଗ ତ ବଢିଆ ନାଗୁଥିବ। ସେ ମୂଳା, ସେଟା କୁନ୍ଦୁରି ମଞ୍ଚା, ଆଉ ଏଟା ହଉଛି ପାଳଙ୍ଗ ଶାଗ, ଟମାଟୋ ଗଛ। ଟମାଟୋ ଗଛ ସବୁ ଲଗେଇ ପକେଇଛୁ। ଫୁଲ ଗଛ, ଏଇ ଫୁଲ ଗଛ ଲଗେଇନି 15 ଦିନ ଲାଗି ଫୁଲ ଧଇଲା। 15 ଦିନ? 15 ଦିନ ହାଇବ୍ରିଡ କିଣିକି ଆଣିଥିଲୁ? କିଣିକି ଆଣିଥିନି। ମୁଁ କହିନି ଅଣ୍ଡିଆ ଫୁଲ ନା ମାଇ ପୁଣି ଲଗେଇଛୁ ନା କିଲୋ ମଣ୍ଡା ଫୁଲ ଗଛ। ଏଇଟା ଆଗର ଦେଖନ୍ତୁ ଏପଟେ ବି ଲଗେଇଛି। ସେଟା ଏଇ ଗଛର ଫୁଲ ଗୁଡା ଭାରି ସୁନ୍ଦର ଦେଖାହୁଏ। ସେଠି ଦେଖିଛ ନା, ବାସଦେବପୁର ଆଇଲା ବେଳେ ପଞ୍ଚୁରୀ କତର ଗୋଟେ ନାଳ କତର ଖୁଣ୍ଟି କତର କେତେ ଖୁଡ଼ି ବୋଧେ ଶୋଇ ପଇଲାଣି। ତୁ ଶୋଇନୁ? ସାରା ଦିପର ଶୋଇନାହିଁ, ସେ ଝୁଲଣାର ଝୁଲା ଚାଲିଛି। କିଏ ସେ ବଦମାସି ହଉଛି? ବଦମାସି ହବା ଲୋକଟା ଜଣେ, କିଏ କହନି? ଆମ ଏଇ ଯୋଉ ଛୁଆଟା ବସିଛି, ସେଇ ଛୁଆଟା। ସୁନାନଟା ସୁଧ ଆସୁନା, ତ ଭାରି ମନଟା ଦୁଃଖ। ଗୁନାନି କିନ୍ତୁ ଜଗିକି ବସିଛନ୍ତି। ଗୁନୁ ଚୁଟିଟା ଢେର ମୋଟା ହବ। କହିଦେଲେ କାଳେ ପଡିଯିବ, ତା ସୁଦି ଝଡୁଥିବନି। ତୁ କଣ ଏବେ ବାହାର ସାରିଲୁ, ଏବେ ଘରକୁ ପଳେଇମୁ। ମାନେ ବେଳୁଳି ବି ହେଇଗଲାଣି ନା, ଏବେ ଚାଲୁ, ଏବେ ପଳେଇମୁ। ଦେଖନ୍ତୁ ବାପ ଝିଅ ଆସି ପହଞ୍ଚିଲେ। ମୁଢ଼ି ସରିଯାଇଥିଲା, ଯାଇଥିଲେ ଆଣିବା ପାଇଁ। ଘରୁ ଫେରିକିନା ଖାଇବା ହଜମ ହେଇଯାଇଛି। ଭାବିଥିଲୁ ସନ୍ଧ୍ୟାବେଳେ କିଛି ଖାଇବୁନି ବୋଲି, ଆଉ ଦେଖିଲା ପୁଣି ଭୋକ ଲାଗିଲା ଯେତେବେଳେ କ'ଣ କରିବୁ, ପୁଣି ପୁରୀ ତରକାରୀ ବନେଇଛୁ। ଅବଶ୍ୟ ଛୁଆ ଖାଉଛନ୍ତି, ଦେଖନ୍ତୁ ବେଡ଼ ଉପରେ ବସିକି। ଅବଶ୍ୟ ଏଠି ଆମେ କେହି ଶୋଉନୁ, ଆର ବେଡ଼ରେ ଶୋଉଛୁ। ସେ ବସିକି ତାଙ୍କର ବାପ ଝିଅ ବସିକି ଖାଉଛନ୍ତି। ଏତେ ଜୋରରେ ଥଣ୍ଡା ଲାଗୁଛି ନା, କହୁଛନ୍ତି ଆମେ ତଳକୁ ଓହ୍ଲେଇମୁନି। ଆଉ ମୁଁ ମୋର ବସିକି ପୁରୀ ଖାଇଲି।
ଛୁଆ ତାଙ୍କର ବସିକି ଖାଉଛନ୍ତି। ଆଜିର ଭିଡ଼ିଓଟିକୁ ମୁଁ ଏଇଠି ରଖୁଛି। କହିବା ପାଇଁ ମୁଁ ଭୁଲିଗଲି, ନୂଆ ବର୍ଷରେ ଆମେ ତ କୁଆଡ଼େ ଯାଉନୁ। ଆପଣମାନେ ଯଦି କେଉଁଠିକି ଯାଇଛନ୍ତି କମେଣ୍ଟ ମାଧ୍ୟମରେ ନିଶ୍ଚିତ ଜଣାଇବେ ଯେ କେଉଁଠି ଯାଇକି ବୁଲିକି ଆସିଲେ। ଆମର କିନ୍ତୁ ଏଥର ଯିବା ପରିସ୍ଥିତିରେ ହିଁ ନାହୁଁ କୁଆଡ଼େ ବାହାରକୁ, ଆଉ ଯାଇନାହୁଁ। ଯାହା ହଉ ନୂଆ ବର୍ଷ ହଉ ପୁରୁଣା ବର୍ଷ ହଉ, ବର୍ଷ ତ ବର୍ଷ, ବର୍ଷ ପରେ ବର୍ଷ ବିତି ଚାଲିଛି। ଆଉ ଆଜିର ବ୍ଲଗ୍ଟିକୁ ମୁଁ ଏଇଠି ରଖୁଛି। ଆଉ ଗୋଟେ ବ୍ଲଗ୍ରେ ଆପଣମାନଙ୍କ ସହିତ ଦେଖାହେବ। ଯଦି ଭଲ ଲାଗିଥାଏ ଲାଇକ୍ କରିଦେବେ, କମେଣ୍ଟ କରିବେ, ଆଉ ହେଉଛି ଗୋଟେ ସବସ୍କ୍ରାଇବ୍ କରିବା ପାଇଁ ଜମା ଭୁଲିବେନି। ପ୍ଲିଜ୍ ଗୋଟେ ସବସ୍କ୍ରାଇବ୍ କରିଦେବେ। ରହୁଛି, ଜୟ ଜଗନ୍ନାଥ।